ଦେଇଛନ୍ତି। ତାହେଲେ ମା ତ ଏଠି ଏକୁଟିଆ ଅଛି, ଆଜି କ'ଣ କରିବି ଆପଣମାନଙ୍କୁ ଦେଖେଇବି। ଚାଲନ୍ତୁ ଆଗେ ଆମ ରୁମ୍ ଦେଖିବା, ଛୋଟଟେ ରୁମ୍। ଚାଲନ୍ତୁ ଦେଖନ୍ତୁ ମୋ ରୁମ୍। ମୋ ପୁଅ ଏବେ କାର୍ଟୁନ୍ ଦେଖୁଛି, ଦେଖନ୍ତୁ ଟିଭିରେ ଖାଲି କାର୍ଟୁନ୍ ଦେଖିବ ଆଉ କିଛି ନାହିଁ। ପାଠ ପଢ଼ିବା କଥା କହିଲେ ତାକୁ ଜ୍ୱର। ଦେଖନ୍ତୁ ତାର ଖେଳନା ସବୁ କେମିତି ପଡ଼ିଛି ଦେଖନ୍ତୁ, ତାର ବହି। ତ ଦେଖନ୍ତୁ ମୋ ଛୋଟ ଜାଗାରେ ମୋ ଠାକୁର କେମିତି ରଖିଛି। ତ ଆଜି ଫୁଲ ତ ପାଇଲିନି, ସେମିତି ଅଳ୍ପ ଟିକେ ଫୁଲ ପାଇଲି, ତ ସେଥିରେ ମୁଁ ଠାକୁର ପୂଜା କରିଛି। ଦେଖନ୍ତୁ ଛୋଟ ଗୋଟେ ରୁମ୍, ସେଇ ରୁମ୍ରେ ସବୁ, ଏଠି ବାଥରୁମ୍। ତ ଚାଲନ୍ତୁ ମୁଁ ମୋ କିଚେନ୍ ଦେଖେଇବି ଆପଣମାନଙ୍କୁ। ଦେଖନ୍ତୁ ଏଠି ଭାତ ବସିଛି, ଆମେ ମା ପୁଅ ଖାଇବୁ। ଛୋଟ ହାଣ୍ଡିଟେ ଗୋଟେ ଭାତ ବସେଇଛୁ। ସୋୟାବିନ୍ ବଡ଼ି ତରକାରୀ କରିବି ଆଜି। ତ ଆମ କିଚେନ୍ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ମୋ ମୋବାଇଲରେ କ୍ୟାମେରା ଟିକେ ଭଲ ଆସିବନି, ତ ଆପଣମାନେ ଟିକେ ଆଡ଼ଜଷ୍ଟ କରିବେ ଦେଖିବା ପାଇଁ। ଦେଖନ୍ତୁ ଏ ଶୁଭମ, ହାଇ କଲୁ, ହାଇ। ହାଏ। ଆଜି କ'ଣ ଖାଇଛୁ ସକାଳେ? ମୁଁ ଆଜି ସକାଳେ ବ୍ରେଡ୍ ଜାମ୍ ଖାଇଛି। ବ୍ରେଡ୍ ଜାମ୍ ଖାଇଛୁ? ବା, ଆଚ୍ଛା। ଆଉ ପାଠ ପଢ଼ା ହବ କେତେବେଳେ? ପାଠ ପଢ଼ା କେତେବେଳେ ପାଠ ପଢ଼ିବୁ କି? ଏବେ ତ ଟିଭି ଦେଖୁଛି, କାର୍ଟୁନ୍ ଦେଖୁଛି। ଦେଖନ୍ତୁ ଟିଭିରେ କେମିତି କାର୍ଟୁନ୍ ଦେଖୁଛି, ଦେଖନ୍ତୁ। ତ ପାଠ ସେ କେତେବେଳେ ପଢ଼ିବ? ତାର ଆଜି ସ୍କୁଲରେ, ଆଜି ତାର ମାସିକିଆ ପରୀକ୍ଷା ହେଇଥିଲା ସ୍କୁଲରେ। ତ ତାର ଆଜି ରେଜଲ୍ଟ ମିଳିଛି, ଖାତା ମିଳିଛି। ତ ଆପଣଙ୍କୁ ଦେଖାଉଛି ସେ କେଉଁଥିରେ କ'ଣ ନମ୍ବର ରଖିଛି। ଦେଖନ୍ତୁ ତା ସ୍କୁଲରେ ମାସିକା ପରୀକ୍ଷା ହୁଏ, 25 ମାର୍କ ଏମିତି ପରୀକ୍ଷା ହୁଏ। ତ ଦେଖନ୍ତୁ ଏଇଟା କ'ଣ, ଏଇଟା ବିଜ୍ଞାନ। ଦେଖନ୍ତୁ 25ରେ 24 ରଖିଛି। ଏଗୁଡ଼ାକୁ ମୁଁ ତାକୁ ପର୍ସନାଲ୍ ଲେଖିକି ଦେଇ, ସେ ଖାଲି ଉତ୍ତର କରିଛି। ଅନଲାଇନରେ ପରୀକ୍ଷା ହେଉଥିଲା ତ, ଲେଖିଛି। ଛାଡ଼େ, ଇଏ କ'ଣ, ଇଏ ହେଲା ସାମାଜିକ, 25ରୁ 24। ଏତେ ମାର୍କ ରଖିଛି। ଏଟା କ'ଣ? ଇଂଲିଶ। ଏଟା ଇଂଲିଶ। ଦେଖନ୍ତୁ 25ରୁ 25। ସାହିତ୍ୟ 25ରୁ 24। ଏତେ କମ୍ ମାର୍କ ରଖିଛି ନା। ଏଟା ଗଣିତ, ଦେଖନ୍ତୁ 25ରୁ 25। ଗଣିତ ତ ସବୁ ଜାଣେ, 25ରୁ 36। ଦେଖନ୍ତୁ ତ କ'ଣ, ଓଇ ତ ଦେଖିଲେ ମୋ ପୁଅ କେମିତି କ'ଣ ମାର୍କ ରଖିଛି। କମ୍ ମାର୍କ ରଖିଛି ନା, ବେଶୀ ମାର୍କ ଦେଖିନାହାନ୍ତି। ଏଇଟା 25 ମାର୍କ ପରୀକ୍ଷା, ମାସିକା ପରୀକ୍ଷା। ମାସରେ ତୁମର ମାନେ ତୁମର 3-4ଟା ମାସିକା ପରୀକ୍ଷା ହୁଏ। ତ ଏ 25 ମାର୍କରୁ 25 ମାର୍କ ନାହିଁ। ମାନେ ବେଶୀ ସେଟା କମ୍ 100 যেটা সেটা বেশি। তো ଆଜି ପରିବା ବିକା ଆସିଥିଲା, ଆଜି କଖାରୁ ଫୁଲ ମୁଁ ମାମା ଆଣିଛି। ଅନ୍ ଅଛି ତ? କଖାରୁ ଫୁଲ ଆଣିଛି, ମୁଁ ଆଣିଛି। ପରିବା ବିକା ଆସିଥିଲା, ତା ପାଖରୁ କଖାରୁ ଫୁଲ ଆଣିଛି। ଆଜି କଖାରୁ ଫୁଲ ବରା କରିବା। ଆପଣମାନଙ୍କୁ ବି ରେସିପି ଦେଖେଇବି, ମୁଁ ଦେଖିବି। ତୁ କଖାରୁ ଫୁଲ ଖାଇବୁ କି? ହଁ। ତତେ ଭଲ ଲାଗେ? ହଁ। ତୁ ଖାଇବୁ?
हाँ अब मामा ଆପଣ କୋକା ଫୁଲ ଖାଆନ୍ତି ମତେ ଭାରି ବଢିଆ ଲାଗେ ମାମା କଣ କରୁଛ ଏଇଠି ମୁଁ ବସିଛି କଖାରୁ ଫୁଲ ଆଳୁକୁ ସୋୟାବିନ ଦେଖଉଛି ବଡି ମାମା ପାଇଁ ମାମା ଆଳୁକୁ ଦେଖ ସୋୟାବିନ ବଡି ପାଇଁ ଆଉ କଖାରୁ ଫୁଲ ପାଇଁ ମୁଁ ମସଲା ତିଆରି କରୁଛି। ତୁ ଖାଇବୁ ରେ? ହଁ ତାହେଲେ ତେବେ ଆମେ ପ୍ରସ୍ତୁତ କରିବା। stop ତ ଦେଖନ୍ତୁ ମୋ ପୁଅ ଏବେ ପାଠ ପଢ଼ିବା ପାଇଁ ବସିଛି। ଦେଖନ୍ତୁ କ'ଣ କରୁଛୁ କିରେ? ସାହିତ୍ୟ ତୁ ତୋ ଫ୍ରେଣ୍ଡ ମାନଙ୍କୁ କହିଲୁ ତୋ ସ୍କୁଲ ନାମ କ'ଣ କହୁନୁ? ପୁରୀ ଶାଶ୍ୱତ ବିଦ୍ୟା ନିକେତନ ପୁରୀ ଗୁଡ୍ ବୟ। ତ ଏବେ ମୋ ପୁଅ ପାଠ ପଢ଼ୁଛି। ଯେଉଁ ତ ଦେଶ ଚାଲନ୍ତୁ ମୁଁ ଏବେ ଆମ କଖାରୁ ଫୁଲ ବନେଇବି ତା ପାଇଁ ପ୍ରିପାରେସନ୍ ଦେଖିବା। ମୁଁ ତମର ଚାଉଳ ନେଇଛି। ତ ଦେଖନ୍ତୁ ମୁଁ ଏଠି ନେଇଛି ରସୁଣ, ଅଦା, ପିଆଜ ଗୋଟେ, 2ଟା କଞ୍ଚା ଲଙ୍କା, ଜିରା। ହେଲା ମୋ ପୁଅ ବେଶୀ ଲଙ୍କା ଖାଏନି ତ ସେଥିପାଇଁ ମୁଁ 2ଟି କଞ୍ଚା ଲଙ୍କା ନେଇଛି। ଚାଉଳ ସହିତ ଆମେ ସବୁ ମିକ୍ସ କରିକି ୟାକୁ ବାଟିବା। ବାଟିକି ଗ୍ରାଇଣ୍ଡ କରିବି ୟାକୁ। ତ ଦେଖନ୍ତୁ ମୁଁ ଏବେ ବାଟି ଆଣିଛି ୟାକୁ। ତ ଏଥିରେ ମୁଁ ସ୍ୱାଦ ଅନୁସାରେ ଲୁଣ 1 ଚାମଚ, ସ୍ୱାଦ ଅନୁସାରେ ହଳଦୀ 1/2 ଟିସ୍ପୁନ୍, ଆଉ ଗୁଣ୍ଡ ଲଙ୍କା ଟିକେ ଦେଉଛି 1/2 ଟିସ୍ପୁନ୍। ମୁଁ ଏଥିରେ ଟିକେ ଚିନି ଦେବି। ତ ଚିନି ଦେବି ଏଥିରେ ଗୋଟେ ଚାମଚ ଚିନି ଦେଲି। ଆପଣ ଯେମିତି ମିଠା ଖାଆନ୍ତି ସେମିତି ଦେଇପାରିବେ। ମୁଁ 1 ଚାମଚ ଦେଇଛି। ଏବେ ଆମେ ୟାକୁ ଗୋଳେଇବା। ତ ଦେଖନ୍ତୁ ଆମର ଏଠି ସବୁ ମିକ୍ସ ହେଇଗଲା। ମୁଁ ଏତିକି ୟାକୁ ଠିକ୍ ରଖିଛି। ଦେଖନ୍ତୁ ତ ଏବେ ଆମ ତାୱା ଗରମ ହେଇଗଲାନି। ମୁଁ ଏବେ ଏଥିରେ ତେଲ ଦେବି, ରିଫାଇନ୍ ତେଲ। ତ ଏବେ ଆମର ଏଥିରେ ଗରମ ହେଇଗଲାନି। ତ କଖାରୁ ଫୁଲ ବଡ଼ା
ନାମ କରୁଛି ଦେଖନ୍ତୁ ଏବେ ଆମର ପ୍ରସ୍ତୁତ ହେଇଗଲା କଖାରୁ ଫୁଲ ବଡ଼ା। କଖାରୁ ଫୁଲ ବଡ଼ା କଖାରୁ ଫୁଲ ବଡ଼ା ପ୍ରସ୍ତୁତ ହେଇଛି, ଆମେ ଖାଉଛୁ। ଦେଖ ଗରମ ହେଇଛି ସେଥିପାଇଁ ଟିକେ ଟିକେ ଖାଉଛୁ। ଗରମ ଥିବ ଯଦି ଆପଣ ଟିକେ ଟିକେ ଖାବେ। କେମିତି ଲାଗିଲା? ବଢିଆ। ହୁଁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଆଉ ବାଏ। ବାଏ ବାଏ।